କୁନି କୁନି ପିଲାମାନଙ୍କ ପାଇଁ ସ୍ୱାଧୀନତା ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଅଗଷ୍ଟ 15 ତାରିଖ, ଆମ ଦେଶର 79ତମ ସ୍ୱାଧୀନତା ଦିବସ। ମୁଁ ଆପଣ ସମସ୍ତଙ୍କୁ ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ମୋର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଏହି ଦିନ ଆମ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି। ଦୀର୍ଘ 200 ବର୍ଷର ଶାସନ ପରେ ଆମ ଦେଶ ଭାରତ ଅଗଷ୍ଟ ମାସ 14 ତାରିଖ ମଧ୍ୟରାତ୍ରିରେ ସ୍ୱାଧୀନତା ଲାଭ କରିଥିଲା। ଆମ ଦେଶ ଭାରତକୁ ସ୍ୱାଧୀନ କରିବାରେ ବହୁତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ରହିଛି। ସେଥିମଧ୍ୟରୁ ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ, ମହାତ୍ମା ଗାନ୍ଧୀ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏମିତି ଅନେକ ବୀରପୁତ୍ରମାନଙ୍କର ଅବଦାନ ରହିଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନତା ଲାଭ କରିଥିଲା। ସେହିଦିନଠାରୁ ପ୍ରତ୍ୟେକ ଭାରତବାସୀ ଏହି ଦିନ ଜାତୀୟ ପତାକା ଉତ୍ତୋଳନ କରନ୍ତି ଏବଂ ଆମ ଦେଶର ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଛନ୍ତି। ଆମେ ସମସ୍ତେ ଆମର ଜନ୍ମମାଟି ଭାରତ ମାଆର ସଦାସର୍ବଦା ସମ୍ମାନ ରକ୍ଷା କରିବା ଉଚିତ। ଆମେ ସମସ୍ତେ ଭାରତୀୟ ବୋଲି ନିଜକୁ ଗର୍ବ କରିବା ଉଚିତ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।